ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ଇଣ୍ଟରେଷ୍ଟ ଗ୍ରୁପର ଅର୍ଥ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ମଧ୍ୟ ପକ୍ଷ ସମର୍ଥକ ଗୋଷ୍ଠୀ, ଚାପ ଗୋଷ୍ଠୀ, ସ୍ୱତନ୍ତ୍ର ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ଆଦି ଭିନ୍ନ ଭିନ୍ନ ନାମରେ ପରିଚିତ ଏବଂ ସେହି ନାମଗୁଡ଼ିକ ଅଦଳ ବଦଳ ହୋଇ ବ୍ୟବହୃତ ବି ହୁଅନ୍ତି। ଯଦିଓ କେତେକ ସେମାନଙ୍କ ମଧ୍ୟରେ ସୂକ୍ଷ୍ମ ପାର୍ଥକ୍ୟ ରହିଥିବା ଦର୍ଶାନ୍ତି। ଏଠାରେ ମୁଖ୍ୟତଃ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ଓ ଚାପ ଗୋଷ୍ଠୀ ପଦ ଦୁଇଟି ଅଦଳ ବଦଳ ହୋଇ ସମ ଅର୍ଥରେ ବ୍ୟବହୃତ ହୋଇଛି। ଏକ ବା ଏକାଧିକ ସାଧାରଣ ସ୍ୱାର୍ଥ, ନୀତି, ଲକ୍ଷ୍ୟ ଅଥବା ଉଦ୍ବେଗକୁ ନେଇ ଔପଚାରିକ ଭାବେ ସଂଗଠିତ କେତେକ ବ୍ୟକ୍ତି ବା ସଂଗଠନମାନଙ୍କର ଗୋଟିଏ ସଂଘ ଯାହା ନିଜ ସପକ୍ଷରେ ସରକାରୀ ବା ସର୍ବସାଧାରଣ ନୀତିକୁ ପ୍ରଭାବିତ କରିବାକୁ ଉଦ୍ୟମ କରେ ତାହାକୁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ କୁହାଯାଏ। ସେମାନଙ୍କର ଲକ୍ଷ୍ୟ ହୋଇପାରେ ନିଜ ସଦସ୍ୟମାନଙ୍କର ଅଥବା ସମାଜର କୌଣସି ବର୍ଗ ବା କ୍ଷେତ୍ରରେ ହିତ ସାଧନ ଯଥା କୃଷକମାନଙ୍କ ପାଇଁ ସରକାରୀ ରିହାତି, ବାୟୁର ଗୁଣବତ୍ତା ବୃଦ୍ଧି ଆଦି ପାଇଁ ଦାବି। ସାଧାରଣତଃ ସେମାନେ ପ୍ରବର୍ତ୍ତନା ମାଧ୍ୟମରେ ନୀତି ନିର୍ଦ୍ଧାରଣକାରୀମାନଙ୍କ ଉପରେ ଚାପ ସୃଷ୍ଟି କରି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରନ୍ତି। ସକଳ ପ୍ରକାର ସମାଜରେ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ସ୍ୱାଭାବିକ ଭାବେ ସୃଷ୍ଟି ହୁଅନ୍ତି। ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ଜାତୀୟ, ରାଜ୍ୟ, ପ୍ରାଦେଶିକ ଓ ସ୍ଥାନୀୟ ସରକାର ସ୍ତରରେ ତଥା ଆନ୍ତର୍ଜାତୀୟ ସ୍ତରରେ ବି କାର୍ଯ୍ୟ କରନ୍ତି। ରାଜନୈତିକ ବ୍ୟବସ୍ଥା ବା ସରକାର ଭେଦରେ ସେମାନଙ୍କ ସ୍ୱରୂପ ଓ ପ୍ରବର୍ତ୍ତନା ରଣନୀତି ଭିନ୍ନ ଭିନ୍ନ ହୋଇଥାଏ। ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ଉଭୟ ବେସରକାରୀ ଓ ସରକାରୀ ବି ହୋଇପାରନ୍ତି। ଭାରତରେ କେତେକ ରାଜ୍ୟ ସରକାର ଓ ସ୍ଥାନୀୟ ସରକାର ଅଧିକ ଆର୍ଥିକ ଅନୁଦାନ ଓ ସୁବିଧା ପାଇଁ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରୁଥିବାରୁ ସେମାନେ ମଧ୍ୟ ସରକାରୀ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ରୂପେ ପରିଚିତ ହୁଅନ୍ତି। ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ସ୍ଥାୟୀ ଅଥବା ଅସ୍ଥାୟୀ ହୋଇପାରନ୍ତି। ନିର୍ଦ୍ଦିଷ୍ଟ ଅସ୍ଥାୟୀ ଲକ୍ଷ୍ୟ ପୂରଣ ହେବା ପରେ କେତେକ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ଲୋପ ପାଇଯାଆନ୍ତି। ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ବା ଚାପ ଗୋଷ୍ଠୀଗୁଡ଼ିକ ସମସ୍ତ ପ୍ରକାର ରାଜନୈତିକ ବ୍ୟବସ୍ଥାରେ ଦେଖିବାକୁ ମିଳନ୍ତି। କେତେକ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ନୁହେଁ ପ୍ରଭୁତ୍ୱବାଦୀ ବା ଏକଛତ୍ରବାଦୀ ରାଷ୍ଟ୍ରମାନଙ୍କର ବି। ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ବା ଚାପ ଗୋଷ୍ଠୀଗୁଡ଼ିକ ମୁଖ୍ୟତଃ ପାଞ୍ଚ ପ୍ରକାର ଯଥା ଅର୍ଥନୈତିକ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ, କାରଣ ବା ଅଭିପ୍ରାୟ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ, ଜନସ୍ୱାର୍ଥ ଗୋଷ୍ଠୀ, ବେସରକାରୀ ଓ ସରକାରୀ ଅନୁଷ୍ଠାନ ସ୍ୱାର୍ଥ ଗୋଷ୍ଠୀ, ଅଣସଂଘୀୟ ସ୍ୱାର୍ଥ ଗୋଷ୍ଠୀ। ଅର୍ଥନୈତିକ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ସର୍ବବ୍ୟାପୀ ଓ ପ୍ରମୁଖ ଭାବେ ସାରା ଦେଶରେ ବହୁ ସଂଖ୍ୟାରେ ଦେଖାଯାଆନ୍ତି। କାରଣ ବା ଅଭିପ୍ରାୟ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ସାଧାରଣତଃ ଅଣ-ଅର୍ଥନୈତିକ ପ୍ରକୃତିର। ସେମାନେ କେବଳ ନିର୍ଦ୍ଦିଷ୍ଟ କାରଣ ବା ମୂଲ୍ୟବୋଧର ପ୍ରୋତ୍ସାହନ ପାଇଁ ଚାପ ପ୍ରୟୋଗ କରନ୍ତି। ଜନସ୍ୱାର୍ଥ ଗୋଷ୍ଠୀଗୁଡ଼ିକ ସଂକୀର୍ଣ୍ଣ ସ୍ୱାର୍ଥ ଅପେକ୍ଷା ସମାଜ ତଥା ମାନବ ଜାତିର ବୃହତ୍ତର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଚାପ ସୃଷ୍ଟି କରନ୍ତି। ବେସରକାରୀ ଓ ସରକାରୀ ଆନୁଷ୍ଠାନିକ ସ୍ୱାର୍ଥରେ କୌଣସି ସ୍ୱାର୍ଥ ଗୋଷ୍ଠୀ ସଦସ୍ୟତା ନଥାଏ। ଏଥିରେ ବେସରକାରୀ ସଂଗଠନ ଓ ସରକାରୀ ଅନୁଷ୍ଠାନଗୁଡ଼ିକ ନିଜ ନିଜ ସ୍ୱାର୍ଥ ସପକ୍ଷରେ ସରକାରୀ ନୀତିକୁ ପ୍ରଭାବିତ କରିବାକୁ ଉଦ୍ୟମ କରନ୍ତି। ପ୍ରଭୁତ୍ୱବାଦୀ ରାଷ୍ଟ୍ରମାନଙ୍କରେ ସରକାରୀ ଅନୁଷ୍ଠାନର ସ୍ୱାର୍ଥଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇ ବେସରକାରୀ ସ୍ୱାର୍ଥ ଗୋଷ୍ଠୀଗୁଡ଼ିକୁ ସଂକୁଚିତ ବା ସୀମିତ କରାଯାଏ। ଔପଚାରିକ ତଥା ସ୍ଥାୟୀ ଭାବେ ସଂଗଠିତ ହୋଇନଥିବା ଗୋଷ୍ଠୀମାନେ ମଧ୍ୟ ନିଜ ନିଜ ସ୍ୱାର୍ଥ ରକ୍ଷା ନିମନ୍ତେ ଚାପ ପ୍ରୟୋଗ କରନ୍ତି। ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ଚାପ ଗୋଷ୍ଠୀ ରୂପେ ସଚରାଚର ପରିଚିତ ଓ କାର୍ଯ୍ୟ କରିଥାଏ। ସେଗୁଡ଼ିକ ବିଷୟ ନିମ୍ନରେ ବର୍ଣ୍ଣନା କରାଯିବା ସହିତ ଗ୍ରେଟ୍ ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ମଧ୍ୟ ପ୍ରଦାନ କରାଯାଇଛି। ପ୍ରଭୁତ୍ୱବାଦୀ ରାଷ୍ଟ୍ରମାନଙ୍କରେ ସେମାନଙ୍କର କୌଣସି ଗୁରୁତ୍ୱ ନାହିଁ କହିଲେ ଚଳେ। ହାରଲ୍ଡ ଡି ଲାସୱେଲଙ୍କ ଭାଷାରେ ରାଜନୀତିର ଆଲୋଚନା ବା ଅନୁଧ୍ୟାନ କରିବା ବେଳେ ପ୍ରଭାବ ଓ ପ୍ରଭାବଶାଳୀ ବିଷୟରେ ଆଲୋଚନା କରିବାକୁ ବାଧ୍ୟ। ସେଥିପାଇଁ କୁହାଯାଏ ଯେ ରାଜନୈତିକ ଘଟଣା ସହିତ ଗୋଷ୍ଠୀ ବିବାଦ, ଦଳୀୟ ମନୋଭାବ, ଚାପ ଗୋଷ୍ଠୀ, ବିଭେଦ ଗୋଷ୍ଠୀ, କ୍ଷମତାସୀନ ଆଭ୍ୟନ୍ତରୀଣ ଗୋଷ୍ଠୀ, ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ଇତ୍ୟାଦି ସମ୍ପୃକ୍ତ କରିଥାନ୍ତି। ସମାନ ସ୍ୱାର୍ଥ ହାସଲ କରିବା ମନୋଭାବ ଥିବା ବ୍ୟକ୍ତିମାନଙ୍କୁ ନେଇ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ସୃଷ୍ଟି ହୁଏ। କୌଣସି ଗୋଷ୍ଠୀର ସଦସ୍ୟଗଣ ନିଜର ବୃତ୍ତିଗତ ବା ପେଶାଗତ ସ୍ୱାର୍ଥ ହାସଲ କରିବା ଅଥବା ସ୍ୱାର୍ଥ ସୁରକ୍ଷିତ କରିବା ପାଇଁ ସରକାର ଉପରେ ଚାପ ପକାଇ କାର୍ଯ୍ୟ ହାସଲ କରିବାକୁ ସଂଗଠିତ ହେଲେ ସେହି ଗୋଷ୍ଠୀକୁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ବା ଚାପ ଗୋଷ୍ଠୀ ରୂପେ ବର୍ଣ୍ଣନା କରାଯାଏ। ସେମାନେ ସରକାରୀ କ୍ଷମତାରେ
ରାଜନୈତିକ ଦଳ ହିସାବରେ ନିର୍ବାଚନ ଲଢ଼ିବାକୁ ଚାହାନ୍ତି ନାହିଁ, କିନ୍ତୁ ଚାପ ପକାଇ ପ୍ରଭାବ ବିସ୍ତାର କରିବା ହେଉଛି ତାଙ୍କର ପ୍ରଧାନ କାର୍ଯ୍ୟ। ଆମେରିକାରେ ଏମାନେ ଆଇନ ସମ୍ମତ ଗୋଷ୍ଠୀ ପରି କାର୍ଯ୍ୟ କରନ୍ତି। ସଂଜ୍ଞା ଡେଫିନେସନ୍ ରବର୍ଟ ମାଇକେଲ୍ସଙ୍କ ଭାଷାରେ ଚାପଗୋଷ୍ଠୀ ହେଉଛି ଗଣତାନ୍ତ୍ରିକ ପଦ୍ଧତିରେ କେତେକ ଲୋକଙ୍କର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତ ସଂଗଠନ। ଏସ୍.ଇ. ଫାଇନର କହନ୍ତି ଯେ କେତେକ ସଂଘ ବା ଗୋଷ୍ଠୀ ସରକାରୀ ନୀତିକୁ ପରିବର୍ତ୍ତନ କରି ନିଜ ସ୍ୱାର୍ଥ ହାସଲ ପାଇଁ ନିର୍ବାଚନ ଜରିଆରେ ସରକାରୀ ପଦବୀ ଗ୍ରହଣ ନକରି ଚାପ ଦ୍ୱାରା କାର୍ଯ୍ୟ ହାସଲ କରିବା ପାଇଁ ଯେଉଁ ସଂଗଠନ କରନ୍ତି ତାହାକୁ ଚାପଗୋଷ୍ଠୀ କୁହାଯାଏ। ଏନ୍.ସି. ହଣ୍ଟ ଚାପଗୋଷ୍ଠୀ ହେଉଛି ସ୍ୱାର୍ଥ ହାସଲ ପାଇଁ ସରକାରୀ ନୀତି ଉପରେ ପ୍ରଭାବ ପକାଇବା ନିମନ୍ତେ ସଂଗଠିତ ଅନୁଷ୍ଠାନ। ଏହା ସରକାରୀ ପଦବୀ ଗ୍ରହଣ କରିବା ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହୁଅନ୍ତି ନାହିଁ। ହ୍ୟୁ ଏ. ବେନ୍ କହନ୍ତି ଯେ ରାଜନୈତିକ ପ୍ରଭାବ ପକାଇ ବୃତ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ସଂଗଠିତ ଗୋଷ୍ଠୀ ହେଉଛି ଚାପଗୋଷ୍ଠୀ। ଜ୍ଞାନକୋଷରେ ଉଲ୍ଲେଖ ରହିଛି ଯେ ନିର୍ବାଚନରେ ସରକାର ଗଠନ କରିବାର ରାସ୍ତା ଛାଡ଼ି ରାଜନୈତିକ ଶାସକମାନଙ୍କ ଉପରେ ପ୍ରଭାବ ପକାଇ ନିଜର ସ୍ୱାର୍ଥ ହାସଲ କରୁଥିବା ଗୋଷ୍ଠୀକୁ ଚାପଗୋଷ୍ଠୀ କୁହାଯାଏ। ଏହା ହେଉଛି ମୁଖ୍ୟତଃ ବେସରକାରୀ ସଂସ୍ଥା। ସରକାରୀ ସଂସ୍ଥା ଉପରେ ପ୍ରଭାବ ବା ଚାପ ପକାଇବା ହେଉଛି ଏହାର ପ୍ରାଧାନ୍ୟ ବ୍ୟବସାୟ। ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ବା ଚାପଗୋଷ୍ଠୀ। ସମାଜ ବିଜ୍ଞାନ ଜ୍ଞାନକୋଷର ଦୁଇ ପ୍ରକାର ଗୋଷ୍ଠୀ ବିଷୟରେ ବର୍ଣ୍ଣନା କରାଯାଇଛି। ଯଦିଓ ଉଭୟ ଗୋଷ୍ଠୀକୁ ସମ ଅର୍ଥରେ ଓ ଅଦଳ ବଦଳ ହୋଇ ବ୍ୟବହୃତ ହେଉଥିବା ଦେଖାଯାଏ, ମୌଳିକ ଭାବେ ସେମାନଙ୍କ ମଧ୍ୟରେ ପ୍ରଭେଦ ନଥିଲେ ମଧ୍ୟ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀର ପରିସର ବ୍ୟାପକ ବୋଲି କେତେକ ଦର୍ଶାନ୍ତି। ସେଗୁଡ଼ିକ ହେଲା ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ଇଣ୍ଟରେଷ୍ଟ ଗ୍ରୁପ୍ସ, ଚାପଗୋଷ୍ଠୀ ପ୍ରେସର ଗ୍ରୁପ୍ସ। ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ହେଉଛି ଯେ କୌଣସି ଉପାୟରେ ସରକାରୀ କଳକୁ ପ୍ରଭାବିତ କରି ସ୍ୱାର୍ଥ ହାସଲ କରିବା ସଂଗଠନ। ଏହା ରାଜନୀତିକ ଦଳ ଭିତରେ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଙ୍କର ଏକ ସଂଗଠନ ହୋଇପାରେ। ନିଜର ସ୍ୱାର୍ଥ ବ୍ୟତୀତ ଅନ୍ୟ କୌଣସି ଜିନିଷରେ ସେମାନଙ୍କ ଆଗ୍ରହ ନଥାଏ। ନୀତି ପରିବର୍ତ୍ତନ କରିବା ବା ଆଇନ ପରିବର୍ତ୍ତନ କରିବା ସେମାନଙ୍କର କାର୍ଯ୍ୟ ପରିସରରେ ନଥାଏ। କେବଳ ନିଜ ସ୍ୱାର୍ଥ ହାସଲ କରିବା ହିଁ ତାଙ୍କର ପ୍ରଧାନ ଉଦ୍ଦେଶ୍ୟ। ଅନ୍ୟ ପକ୍ଷରେ ରାଜନୈତିକ କ୍ଷମତାସୀନ ବ୍ୟକ୍ତିଙ୍କ ଉପରେ ଚାପ ବା ପ୍ରଭାବ ପକାଇ ସାଧାରଣ ନୀତି ପରିବର୍ତ୍ତନ କରାଇବା ଗୋଷ୍ଠୀକୁ ଚାପଗୋଷ୍ଠୀ କୁହାଯାଏ। ସେମାନେ ଅବଶ୍ୟ ରାଜନୈତିକ ଦଳ ହିସାବରେ ନିର୍ବାଚନରେ ଅବତୀର୍ଣ୍ଣ ହୁଅନ୍ତି ନାହିଁ, କିନ୍ତୁ ସରକାରୀ ନୀତି ସାଧାରଣ ଭାବରେ ପରିବର୍ତ୍ତନ କରାଇବା ଏବଂ ସରକାରଙ୍କ ନୀତି ନିର୍ଦ୍ଧାରଣରେ ପ୍ରଭାବ ପକାଇବା ଚାପଗୋଷ୍ଠୀର ପ୍ରଧାନ କର୍ତ୍ତବ୍ୟ। ସରକାରୀ ନୀତି ପରିବର୍ତ୍ତନ କରାଇ ସେମାନେ ଯେ କେବଳ ନିଜର ସ୍ୱାର୍ଥ ହାସଲ କରନ୍ତି ନାହିଁ ତାହା ନୁହେଁ, ନିଜ ସ୍ୱାର୍ଥ ସହିତ ସମପରିସ୍ତରସ୍ଥ ହେଉଥିବା ଅନ୍ୟମାନଙ୍କର ସ୍ୱାର୍ଥ ମଧ୍ୟ ଅଜାଣତରେ ହାସଲ ହୋଇଯାଏ। ସେଥିପାଇଁ ଚାପଗୋଷ୍ଠୀକୁ ରାଜନୀତିକ ଚାପଗୋଷ୍ଠୀ କୁହାଯାଏ। ଚାପଗୋଷ୍ଠୀର ବୈଶିଷ୍ଟ୍ୟ ଫିଚର୍ସ ଅଫ୍ ପ୍ରେସର ଗ୍ରୁପ୍ସ ସଂଗଠିତ ସ୍ୱାର୍ଥ। ଯେଉଁମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି ସେମାନେ ସଂଗଠିତ ହୋଇଥାନ୍ତି। ସେମାନଙ୍କ ସଂଗଠନର ସଭ୍ୟ, କର୍ମକର୍ତ୍ତା ଏବଂ ନିୟମାବଳୀ ଥାଏ। ଅଣ-ରାଜନୈତିକ ଚାପଗୋଷ୍ଠୀର କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶ ନଥାଏ। ଏହା ଅଣ-ରାଜନୈତିକ ସଂଗଠନ। ଏମାନଙ୍କର ଏକମାତ୍ର ଆଦର୍ଶ ହେଉଛି ନିଜର ସ୍ୱାର୍ଥ ହାସଲ କରିବା। ଦାୟିତ୍ୱହୀନ ଅନୁଷ୍ଠାନ ଚାପ ସଂଗଠନ ନିର୍ବାଚନରେ ସରକାର ଗଠନ କରନ୍ତି ନାହିଁ, କେବଳ ନିଜ ସ୍ୱାର୍ଥ ପାଇଁ ରାଜନୈତିକ ପଦଧାରୀ ଲୋକଙ୍କ ଉପରେ ଚାପ ପକାନ୍ତି। ମିଳିତ ମୂଳଚାଲ ପଦ୍ଧତି ନିଜର ସ୍ୱାର୍ଥ ହାସଲ ପାଇଁ ଏମାନେ ସମ୍ମିଳିତ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ଯଥା ସଂଗଠିତ ମୂଳଚାଲ, ଧର୍ମଗତ ସହାୟତା, ଜନମତ ସଂଗ୍ରହ, ସମ୍ପର୍କ ସ୍ଥାପନା ଓ ଆଲୋଚନା, ପଛଦପଟରେ କାରବାର। ସମଚିନ୍ତା ଆଧାରିତ ଚାପଗୋଷ୍ଠୀ ସଭ୍ୟମାନଙ୍କର ଗୋଟିଏ ଚିନ୍ତା ହେଉଛି ନିଜର ସ୍ୱାର୍ଥ ହାସଲ କରିବା। ଯେଉଁମାନଙ୍କର ସେହି ସ୍ୱାର୍ଥରକ୍ଷା ଚିନ୍ତା ଥାଏ ସେମାନେ ଏଥିରେ ସଭ୍ୟ ହୁଅନ୍ତି। ଗଣତାନ୍ତ୍ରିକ ପଦ୍ଧତି ଗଣତନ୍ତ୍ର ଦେଶରେ ଚାପଗୋଷ୍ଠୀମାନେ କ୍ଷମତାସୀନ ଲୋକଙ୍କ ପାଖରେ ନିଜର ଆପତ୍ତି ଅଭିଯୋଗ ଦାଖଲ କରିବାରେ ସୁବିଧା ଥାଏ। ସେମାନେ ମଧ୍ୟ ଗଣତାନ୍ତ୍ରିକ ପଦ୍ଧତିରେ ନିଜ ସଂଗଠନର କର୍ମକର୍ତ୍ତା ନିର୍ବାଚନ କରନ୍ତି। ସ୍ୱେଚ୍ଛାକୃତ ଚାପଗୋଷ୍ଠୀ ହେଉଛି ଏକ ସ୍ୱେଚ୍ଛାକୃତ ଅନୁଷ୍ଠାନ। ସଭ୍ୟମାନେ ଏଥିରେ ସ୍ୱଇଚ୍ଛାରେ ଯୋଗଦାନ କରନ୍ତି ଏବଂ ସ୍ୱଇଚ୍ଛାରେ ସଂଗଠନ ତ୍ୟାଗ କରନ୍ତି। ମୁଷ୍ଟିମେୟ ସଦସ୍ୟ କୌଣସି ଏକ ବୃତ୍ତିଗତ ଅନୁଷ୍ଠାନରେ ସମସ୍ତ ବୃତ୍ତିଗତ ସଦସ୍ୟ ରହନ୍ତି ନାହିଁ। ପେଶାଦାରୀ ସଦସ୍ୟମାନଙ୍କ ଭିତରେ ଅଳ୍ପ କେତେକ ଲୋକ ଚାପଗୋଷ୍ଠୀରେ ଯୋଗ ଦିଅନ୍ତି। ଏତଦ୍ ବ୍ୟତୀତ ସମାଜର ଅଧିକାଂଶ ଲୋକ ଏ ଗୋଷ୍ଠୀରେ ଯୋଗ ଦିଅନ୍ତି ନାହିଁ। ସେଥିପାଇଁ କୁହାଯାଏ ଯେ ଚାପଗୋଷ୍ଠୀ ହେଉଛି ଏକ ମୁଷ୍ଟିମେୟ ବ୍ୟକ୍ତିଙ୍କ ଅନୁଷ୍ଠାନ।
ଚାପଗୋଷ୍ଠୀର କାର୍ଯ୍ୟ ଫଙ୍କସନ୍ସ ଅଫ୍ ପ୍ରେସର ଗ୍ରୁପ। ସ୍ୱାର୍ଥ ସାଧନ ଚାପଗୋଷ୍ଠୀ ନିଜ ସଭ୍ୟମାନଙ୍କର ସ୍ୱାର୍ଥ ସାଧନ ପାଇଁ ଚେଷ୍ଟା କରେ। ଶିକ୍ଷାଦାନ ଚାପଗୋଷ୍ଠୀ ଜନମତ ସଂଗ୍ରହ କଲାବେଳେ ନିଜର ସପକ୍ଷରେ ଚୁକ୍ତି ଏବଂ ସରକାରୀ ଚୁକ୍ତି ଉପରେ ବିଶେଷ ତଥ୍ୟ ପରିବେଷଣ କରନ୍ତି। ଏହା ଜନସାଧାରଣଙ୍କୁ ଶିକ୍ଷାଦାନ କରିବା ପରି ହୁଏ। ସଭା ସମିତି କରି ଜନସାଧାରଣଙ୍କ ଜ୍ଞାନ ପ୍ରସାର କରିବାରେ ଏମାନେ ସାହାଯ୍ୟ କରିଥାନ୍ତି। ମଧ୍ୟସ୍ଥ କାର୍ଯ୍ୟ ଚାପଗୋଷ୍ଠୀମାନେ ନିଜ ସଦସ୍ୟ ଏବଂ ସରକାରୀ ଦଳ ଭିତରେ ମଧ୍ୟସ୍ଥି ରୂପେ କାର୍ଯ୍ୟ କରନ୍ତି। ରୂପାୟନ କାର୍ଯ୍ୟ ବ୍ୟକ୍ତିଗତ ଚିନ୍ତାଧାରାକୁ ସମଷ୍ଟିଗତ ଦାବି ରୂପେ ରୂପାୟନ କରି ଚାପଗୋଷ୍ଠୀମାନେ ସଦସ୍ୟମାନଙ୍କର ସେବା କରିଥାନ୍ତି। ବ୍ୟକ୍ତିଗତ ଚିନ୍ତା ବା ଦାବିକୁ ସମନ୍ୱିତ କରିବା ବା ଠୁଳ କରି ଏକ ସଂଗଠିତ ଦାବିର ରୂପରେଖ ଦେବା ଏହାର ପ୍ରଧାନ କାର୍ଯ୍ୟ। ଉଦ୍ଭାବନକାରୀ କେତେକ ସଦସ୍ୟ ବା ତାହାର କାରଣ ସରକାରକୁ ହୁଏତ ଜଣା ନଥାଏ ଅଥବା ସାଧାରଣ ଲୋକେ ଜାଣିପାରି ନଥାନ୍ତି। ଚାପଗୋଷ୍ଠୀମାନେ ଗବେଷଣା ଦ୍ୱାରା ଅଗୋଚରରେ ଥିବା ସେସବୁ ବିଷୟବସ୍ତୁ ବା ଯୁକ୍ତିକୁ ପ୍ରକାଶିତ କରି ସର୍ଜନାକାରୀ ବା ସ୍ରଷ୍ଟା ହିସାବରେ କାର୍ଯ୍ୟ କରିଥାନ୍ତି। ରାଜନୀତିକ ଦଳମାନେ ଏବଂ ସରକାରୀ କଳ ଏହି ସୃଜନ କାର୍ଯ୍ୟର ଉପକାର ପାଆନ୍ତି। ଚାପଗୋଷ୍ଠୀର ଗୁଣ ମେରିଟ୍ସ ଅଫ୍ ପ୍ରେସର ଗ୍ରୁପ୍ସ ପରିବର୍ତ୍ତନର ବାହକ ଚାପଗୋଷ୍ଠୀମାନେ ନିଜର ପରିବର୍ତ୍ତନର ବାହକ ହିସାବରେ କାର୍ଯ୍ୟ କରନ୍ତି। ଏପରିକି ଏମାନଙ୍କୁ ପରିବର୍ତ୍ତନର ପ୍ରତିନିଧି ବା ପ୍ରବର୍ତ୍ତକ ହିସାବରେ ଗଣାଯାଏ। ସରକାରୀ ନୀତିର ପରିବର୍ତ୍ତନ ପାଇଁ ଏମାନଙ୍କର ଯଥେଷ୍ଟ ଅବଦାନ ଥାଏ। ସେତୁବଦ୍ଧ ସରକାରୀ କଳ ଓ ଲୋକଙ୍କ ଭିତରେ ଏକ ସେତୁ ରୂପେ ଚାପଗୋଷ୍ଠୀ କାର୍ଯ୍ୟ କରନ୍ତି। ଲୋକଙ୍କ ସ୍ୱାର୍ଥ ସରକାରୀ କଳକୁ ଜଣାଇ ଏବଂ ସରକାରଙ୍କ ଉତ୍ତର ଲୋକଙ୍କୁ ଜଣାଇ ଚାପଗୋଷ୍ଠୀମାନେ ସେତୁବନ୍ଧର କାର୍ଯ୍ୟ କରନ୍ତି। ସ୍ୱାର୍ଥ ସଂରକ୍ଷଣ ନିଜ ସଦସ୍ୟମାନଙ୍କର ସ୍ୱାର୍ଥ ସଂରକ୍ଷଣ କରିବା ହେଉଛି ଚାପଗୋଷ୍ଠୀର ପ୍ରଧାନ କର୍ତ୍ତବ୍ୟ। ସତର୍କକାରୀ କେତେଗୁଡ଼ିଏ ସାଧାରଣ ନୀତି ଉପରେ ଯୁକ୍ତି ଆଲୋଚନା ଓ ସଭା ସମିତି ଜରିଆରେ ସରକାରଙ୍କୁ ସତର୍କ କରାଇବା କାର୍ଯ୍ୟ ଚାପଗୋଷ୍ଠୀମାନେ କରନ୍ତି। ଏହାଦ୍ୱାରା ସରକାରୀ ନୀତି ପରିମାର୍ଜିତ ହୋଇଥାଏ। ପ୍ରତିକ୍ରିୟା ପରିବେଷଣ ସରକାରଙ୍କ ନୀତି ଲୋକଙ୍କ ଉପରେ କି ପ୍ରତିକ୍ରିୟା ସୃଷ୍ଟି କରିଛି ସେ ବିଷୟରେ ସରକାରଙ୍କୁ ଜଣାଇବା କାର୍ଯ୍ୟ ଚାପଗୋଷ୍ଠୀ କରିଥାଏ। ସେଥିପାଇଁ ଚାପଗୋଷ୍ଠୀ ଏକ ପ୍ରତିକ୍ରିୟା ଜ୍ଞାପନ ସଂଗଠନ ରୂପେ ପରିଚିତ ହୋଇଥାଏ। ଚାପଗୋଷ୍ଠୀର ଦୋଷ ଡିମେରିଟ୍ସ ଅଫ୍ ପ୍ରେସର ଗ୍ରୁପ୍ସ ହସ୍ତକ୍ଷେପ ନୀତି ସାଧାରଣ ନିୟମ ପଦ୍ଧତିରେ ପରିଚାଳିତ ସରକାରୀ କାର୍ଯ୍ୟକଳାପରେ ଚାପଗୋଷ୍ଠୀମାନେ ହସ୍ତକ୍ଷେପ କରନ୍ତି। ଫଳରେ ସରକାର ନୀତି କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟେ। ଅନେକ ସମୟରେ ଜନସାଧାରଣଙ୍କ ହିତ ସାଧନ ନ ହୋଇ ସ୍ୱାର୍ଥପର ଗୋଷ୍ଠୀମାନଙ୍କର ହିତ ପାଇଁ ସରକାରୀ କାର୍ଯ୍ୟରେ ଦିଗ ପରିବର୍ତ୍ତନ ହୋଇଥାଏ। ଦୁର୍ନୀତି ସରକାରୀ ଦଳକୁ ଦୁର୍ନୀତିଗ୍ରସ୍ତ କରିବାରେ ଚାପଗୋଷ୍ଠୀର ପ୍ରଧାନ ଭୂମିକା ରହିଛି। ସଂଗଠିତ ହୋଇନଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାର୍ଥକୁ ବଳି ଦେଇ ସଂଗଠିତ ଚାପଗୋଷ୍ଠୀ ପ୍ରରୋଚନାରେ ସରକାର ନୀତି ନିର୍ଦ୍ଧାରଣ ହୁଏ ବା ପରିବର୍ତ୍ତିତ ହୁଏ। ଅନ୍ୟାୟ ଲୋକଙ୍କର ସ୍ୱାର୍ଥହାନି ଘଟାଇ ନିଜର ସ୍ୱାର୍ଥ ହାସଲ କରିବା ଏକ ଅନ୍ୟାୟ କାର୍ଯ୍ୟ। ଶ୍ରମିକ ସଂଗଠନ ବ୍ୟକ୍ତିଗତ ଅନୁଷ୍ଠାନ ଆଦି ଚାପ ପକାଇ ନିଜ ସ୍ୱାର୍ଥ ହାସଲ କରନ୍ତି ଏବଂ ଟିକସଦାତାମାନେ ଏହାଦ୍ୱାରା କ୍ଷତିଗ୍ରସ୍ତ ହୁଅନ୍ତି। ସାମାଜିକ ବୋଝ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କରାଇ ସାଧାରଣ ହିତର ଅନିଷ୍ଟ ଘଟାଇ ସାଧାରଣ ନିର୍ଦ୍ଧାରିତ ପଦ୍ଧତିକୁ ଓଲଟପାଲଟ କରାଇ ମୁଷ୍ଟିମୟ ଲୋକଙ୍କର ସ୍ୱାର୍ଥ ସାଧନ କରାଉଥିବା ଯୋଗୁଁ ଚାପଗୋଷ୍ଠୀର କାର୍ଯ୍ୟ ସମାଜର ହାନି ଘଟାଏ ଏବଂ ସମାଜ ଉପରେ ଏକ ବୋଝ ରୂପେ ଲଦି ହୋଇଥାଏ। ଆଇନ କାନୁନ କାର୍ଯ୍ୟକାରୀ କରାଯାଉଥିବା କର୍ମଚାରୀମାନଙ୍କ ପ୍ରଭାବ ଦ୍ୱାରା ନ୍ୟୁନ କରାଇ ସ୍ୱାର୍ଥପର ଗୋଷ୍ଠୀ ସମାଜରେ ଅଶେଷ କ୍ଷତି ଘଟାଇଥାନ୍ତି। ତେଣୁ ସେମାନେ ସମାଜ ଉପରେ ଏକ ବୋଝ ରୂପେ ଗଣାଯାଏ। ବ୍ରିଟିଶ ରାଜନୀତି ଓ ଶାସନରେ ଚାପଗୋଷ୍ଠୀଗୁଡ଼ିକର ଭୂମିକା ବ୍ରିଟିଶ ରାଜନୀତି କ୍ଷେତ୍ରରେ କେତେକ ବାହ୍ୟ ଶକ୍ତିର ପ୍ରଭାବ ଅନୁଭୂତ ହୋଇଥାଏ। ସେମାନଙ୍କୁ ଚାପଗୋଷ୍ଠୀ ବା ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ କୁହାଯାଏ। ଏହି ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତିର ଭାଗ ନ ଥିଲେ ମଧ୍ୟ ସେମାନେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ପାଇଁ ସରକାରଙ୍କ ଉପରେ ବିଭିନ୍ନ ଚାପ ପ୍ରୟୋଗ କରିଥାନ୍ତି। ବ୍ରିଟେନ ଓ ଆମେରିକା ପରି ଉନ୍ନତ ରାଷ୍ଟ୍ରମାନଙ୍କରେ ଏହି ଗୋଷ୍ଠୀଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି। ସେମାନେ ରାଜନୈତିକ ଦଳଠାରୁ କୌଣସି ଗୁଣରେ କମ୍ ପ୍ରଭାବଶାଳୀ ନୁହନ୍ତି। ପ୍ରତ୍ୟେକ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ସଂକୀର୍ଣ୍ଣ ସ୍ୱାର୍ଥ ସାଧନର ଲକ୍ଷ୍ୟ ନେଇ ସଂଗଠିତ ହୋଇଥାନ୍ତି ଏବଂ ସେଥିପାଇଁ ସେମାନେ
ସରକାରଙ୍କ ଉପରେ ଚାପ ପ୍ରୟୋଗ କଲେ ସେମାନଙ୍କୁ ଚାପଗୋଷ୍ଠୀ କୁହାଯାଏ। ସେମାନେ ଅଣରାଜନୈତିକ ପ୍ରକୃତିର ଅଟନ୍ତି ଏବଂ ବ୍ୟକ୍ତିଗତ, ଗୋଷ୍ଠୀଗତ ଅଥବା ବୃତ୍ତିଗତ ସ୍ୱାର୍ଥ ହାସଲ କରି ସେମାନେ ଆବଶ୍ୟକ ସ୍ଥଳେ ସରକାର ବା ନିଷ୍ପତ୍ତି ଗ୍ରହଣ କରୁଥିବା ଉଚ୍ଚ କର୍ତ୍ତୃପକ୍ଷ ରାଜନୈତିକ ଦଳକୁ ମଧ୍ୟ ପ୍ରଭାବିତ କରିଥାନ୍ତି। ସେମାନେ କ୍ଷମତା ତାଲିପସୁ ନୁହନ୍ତି କି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ, ମାତ୍ର ଗୋଷ୍ଠୀ ସ୍ୱାର୍ଥର ସୁରକ୍ଷା ପାଇଁ ସେମାନେ ସଂଗଠିତ ଭାବରେ ସରକାରଙ୍କୁ ସମର୍ଥନ ବା ବିରୋଧ କରିଥାନ୍ତି। ବ୍ରିଟେନରେ ସାଧାରଣତଃ ତିନି ଶ୍ରେଣୀର ଚାପଗୋଷ୍ଠୀ ଦେଖାଯାନ୍ତି। ପ୍ରଥମ ଶ୍ରେଣୀର ଚାପଗୋଷ୍ଠୀଙ୍କୁ ଅର୍ଥନୈତିକ ସ୍ୱାର୍ଥ ସାଧନକାରୀ ଗୋଷ୍ଠୀ କୁହାଯାଏ। ଇଂଲଣ୍ଡର ବ୍ୟବସାୟୀ ସଂଘ, କୃଷକ ସଂଘ, ଶିଳ୍ପ ସଂଘ, ଟ୍ରେଡ୍ ୟୁନିୟନ, ବିଭିନ୍ନ ଶ୍ରମିକ ସଂଘ ଏହି ଗୋଷ୍ଠୀର ପରିସରଭୁକ୍ତ। ଏମାନଙ୍କ ମଧ୍ୟରେ ବ୍ରିଟିଶ ଚାମ୍ବର୍ସ ଅଫ କମର୍ସ, ବ୍ରିଟିଶ ଶିଳ୍ପ ସଂଘ, ଜାତୀୟ କୃଷକ ସଂଗଠନ, ଶିକ୍ଷକ ସଂଘ ଓ ବ୍ରିଟିଶ ମେଡିକାଲ ସଂଘଗୁଡ଼ିକର ନାମ ଉଲ୍ଲେଖଯୋଗ୍ୟ। ଦ୍ୱିତୀୟ ଶ୍ରେଣୀର ଚାପଗୋଷ୍ଠୀଗୁଡ଼ିକ ସାମାଜିକ ଲକ୍ଷ୍ୟ ଓ ମୂଲ୍ୟବୋଧ ହାସଲ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏହି ଗୋଷ୍ଠୀଗୁଡ଼ିକ ମାନବ ଜାତିର ସେବା ଓ ସମାଜ କଲ୍ୟାଣ ଦିଗରେ କାର୍ଯ୍ୟ କରିଥାନ୍ତି। ଏମାନଙ୍କ ମଧ୍ୟରେ ସମାଜ ସଂସ୍କାରକ ସଂଘ, ପରିବେଶ ଉନ୍ନୟନ ସଂଘ, ପରମାଣୁ ଯୁଦ୍ଧ ନିବାରଣ ସଂଘ ଓ ପରୋପକାରୀ ସଂଘ ଇତ୍ୟାଦି ପ୍ରଧାନ। ତୃତୀୟ ଶ୍ରେଣୀର ଚାପଗୋଷ୍ଠୀ ପ୍ରଥମ ଦୁଇ ଶ୍ରେଣୀର ସମ୍ମିଶ୍ରଣ ସୃଷ୍ଟି ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ମୃତ୍ୟୁଦଣ୍ଡ ନିବାରଣ ସମାଜ, ଦୀନଦୁଃଖୀ ସେବା ସଂଘ ଓ ସାଂସ୍କୃତିକ ସଂଘ ଇତ୍ୟାଦି ପ୍ରଧାନ। ଏମାନେ ସାଧାରଣ ସ୍ୱାର୍ଥ ସାଧନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରନ୍ତି, ମାତ୍ର ନିର୍ଦ୍ଦିଷ୍ଟ ଗୋଷ୍ଠୀର କଲ୍ୟାଣ ପାଇଁ କାର୍ଯ୍ୟ କରିଥାନ୍ତି। ବ୍ରିଟିଶ ଚାପଗୋଷ୍ଠୀର ଭୂମିକା। ବ୍ରିଟେନରେ ଚାପଗୋଷ୍ଠୀଗୁଡ଼ିକ ଶାସନ ଓ ରାଜନୈତିକ ବ୍ୟବସ୍ଥାକୁ ବହୁ ଭାବରେ ପ୍ରଭାବିତ କରିଥାନ୍ତି। ନୀତି ନିର୍ଦ୍ଧାରଣ ଓ ଆଇନ କାର୍ଯ୍ୟକାରିତାକୁ ସେମାନେ ପରୋକ୍ଷ ଭାବେ ପ୍ରଭାବିତ କରିଥାନ୍ତି। ଏହି ଗୋଷ୍ଠୀଗୁଡ଼ିକ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଥାନ୍ତି ଏବଂ ସେଗୁଡ଼ିକ ସମାଧାନ ନିମନ୍ତେ ସରକାରୀ ଦଳର ନେତା ଓ ସାଂସଦମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିଥାନ୍ତି। ସେମାନେ ସରକାରୀ କର୍ମଚାରୀ, ବିରୋଧୀ ଦଳ ଏବଂ ମନ୍ତ୍ରୀମାନଙ୍କୁ ମଧ୍ୟ ପ୍ରଭାବିତ କରିଥାନ୍ତି। ଶେଷରେ ସମସ୍ତ ଉଦ୍ୟମ ବିଫଳ ହେଲେ ସେମାନେ ଜନମତକୁ ସଂଗଠିତ କରି ସରକାରଙ୍କୁ ହଟାଇବା ପାଇଁ ଧମକ ଦେବାକୁ ପଶ୍ଚାତପଦ ହୋଇନଥାନ୍ତି। ଗଣମାଧ୍ୟମ ଓ ସମ୍ବାଦପତ୍ରର ସଦୁପଯୋଗ କରି ଏହି ଦଳ ନିଜର ଲକ୍ଷ୍ୟ ହାସଲ କରିଥାଏ। ନିର୍ବାଚନ ସମୟରେ ଏହି ଗୋଷ୍ଠୀ ରାଜନୈତିକ ଦଳକୁ ଆର୍ଥିକ ସାହାଯ୍ୟ ଯୋଗାଇଥାନ୍ତି ଏବଂ ତାର ପ୍ରତିଦାନରେ ଗୋଷ୍ଠୀ ସ୍ୱାର୍ଥ ସାଧନ କରିଥାନ୍ତି। ବ୍ରିଟେନରେ ଚାପଗୋଷ୍ଠୀ ସବୁ ଭୋଟଦାତାମାନଙ୍କୁ ମଧ୍ୟ ପ୍ରଭାବିତ କରିଥାନ୍ତି। ସେମାନେ ସଂସଦ, ରାଜନୈତିକ ଦଳ ଓ ପ୍ରଶାସନିକ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରିଥାନ୍ତି। ବ୍ରିଟେନରେ ଶ୍ରମିକ ଓ କୃଷକ ଗୋଷ୍ଠୀ ଶ୍ରମିକ ଦଳକୁ ସମର୍ଥନ କଲାବେଳେ ବ୍ୟବସାୟୀ ଗୋଷ୍ଠୀଗୁଡ଼ିକୁ ଛାଟ ଦଳର ସମର୍ଥକ ଅଟନ୍ତି। ବ୍ରିଟିଶ ଚାପଗୋଷ୍ଠୀଗୁଡ଼ିକୁ ସରକାରୀ କଳ ଉପରେ ସର୍ବଦା ଚାପ ପ୍ରୟୋଗ କରିଥାନ୍ତି। ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରିନପାରେ ସେମାନେ ଆଇନର କାର୍ଯ୍ୟକାରିତାକୁ ପ୍ରଭାବିତ କରିଥାନ୍ତି। ଅନେକ ସମୟରେ ସରକାର ଚାପଗୋଷ୍ଠୀର ପରାମର୍ଶକ୍ରମେ ନୀତି ନିର୍ଦ୍ଧାରଣ କରିଥାନ୍ତି। ଦୁଇ ଦଳୀୟ ବ୍ୟବସ୍ଥାରେ ଚାପଗୋଷ୍ଠୀ ଦଳଗୁଡ଼ିକ ଅନ୍ତରାଳରେ ରହି ସରକାର ଓ ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିଥାନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଜନୈତିକ ବ୍ୟବସ୍ଥାରେ ଚାପଗୋଷ୍ଠୀଗୁଡ଼ିକର ଭୂମିକା। ଆମେରିକା ରାଜନୈତିକ ବ୍ୟବସ୍ଥାରେ ଚାପଗୋଷ୍ଠୀଗୁଡ଼ିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାନ୍ତି। ସେମାନେ ଗଣତନ୍ତ୍ରର ସଫଳତା ଦିଗରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥାନ୍ତି। ଆମେରିକା ପରି ଉନ୍ନତ ଶିଳ୍ପ ପ୍ରଧାନ ରାଷ୍ଟ୍ରରେ ପ୍ରାୟ 500ରୁ ଅଧିକ ଚାପଗୋଷ୍ଠୀ ତତ୍ପର ରହିଥାନ୍ତି। ଚାପଗୋଷ୍ଠୀ କହିଲେ କେତେକ ଅଣ-ରାଜନୈତିକ ସଂଗଠନକୁ ବୁଝାଏ, ଯେଉଁମାନେ କି ଗୋଷ୍ଠୀ ସ୍ୱାର୍ଥ ହାସଲ କରିବା ପାଇଁ ସରକାର ବା ସରକାରୀ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିଥାନ୍ତି। ସେମାନେ ରାଜନୀତି ବା ଶାସନରେ ଭାଗ ନିଅନ୍ତି ନାହିଁ ସତ, ମାତ୍ର ସରକାରଙ୍କୁ ପ୍ରଭାବିତ କରି ନିଜ ଗୋଷ୍ଠୀର ଉଦ୍ଦେଶ୍ୟ ସାଧନ କରିବା ଲାଗି ସର୍ବଦା ତତ୍ପରତା ପ୍ରକାଶ କରିଥାନ୍ତି। ଚାପଗୋଷ୍ଠୀର ପ୍ରଭାବ ଆଇନ ପ୍ରଣୟନ ଓ ଶାସନ କ୍ଷେତ୍ରରେ ଅନୁଭୂତ ହୋଇଥାଏ। ଆମେରିକାରେ ବହୁ ସଂଖ୍ୟାରେ ଚାପଗୋଷ୍ଠୀ ସକ୍ରିୟ ରହିଥିବାର ଲକ୍ଷ୍ୟ କରାଯାଏ। ଆମେରିକା ଜନସାଧାରଣ ସ୍ୱାଧୀନଚେତା ହୋଇଥିବାରୁ ସେମାନେ ସ୍ୱତନ୍ତ୍ର ଗୋଷ୍ଠୀ ଗଠନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ନିମ୍ନଲିଖିତ କାରଣରୁ ଆମେରିକାରେ ଅନେକ ସଂଖ୍ୟକ ଚାପଗୋଷ୍ଠୀ ଦେଖାଯାନ୍ତି। ଆମେରିକାରେ ବିଗତ ବର୍ଷଗୁଡ଼ିକରେ ହୋଇଥିବା ବୈଷୟିକ ପ୍ରଗତି, କାର୍ଯ୍ୟର ସ୍ୱତନ୍ତ୍ରୀକରଣ, ପରସ୍ପର ନିର୍ଭରଶୀଳତା ବୃଦ୍ଧି ଏବଂ
ଯୋଗାଯୋଗ କ୍ଷେତ୍ରରେ ହୋଇଥିବା ବିକାଶ ଯୋଗୁଁ ଚାପ ଗୋଷ୍ଠୀଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହୋଇଥିବା କ୍ଷମତା ବିଭାଜନ ଏବଂ ରାଜ୍ୟ ସରକାର ଓ ସ୍ଥାନୀୟ ଶାସନ ମଧ୍ୟରେ କ୍ଷମତାର ବିକେନ୍ଦ୍ରୀକରଣ ହେତୁ ବିଭିନ୍ନ ସ୍ତରରେ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯାଏ ଏବଂ ଏହି ନିଷ୍ପତ୍ତିକୁ ପ୍ରଭାବିତ କରିବା ପାଇଁ ଚାପ ଗୋଷ୍ଠୀଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ ସଂଗଠିତ ହୋଇଥାନ୍ତି। ସରକାରୀ କ୍ଷମତାର ବିକେନ୍ଦ୍ରୀକରଣ ମଧ୍ୟ ଚାପ ଗୋଷ୍ଠୀ ଉତ୍ପତ୍ତିର ଅନ୍ୟତମ କାରଣ। ଆମେରିକାରେ ଦଳୀୟ ଶୃଙ୍ଖଳା କୋହଳ ହୋଇଥିବାରୁ ଚାପଗୋଷ୍ଠୀ ଓ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ସୃଷ୍ଟି ହୋଇଥାନ୍ତି। ଏହି ଚାପଗୋଷ୍ଠୀଗୁଡ଼ିକ ଆମେରିକାର ରାଜନୈତିକ ବ୍ୟବସ୍ଥା ପାଇଁ ଅପରିହାର୍ଯ୍ୟ ମନେ ହୋଇଥାଏ। ନ୍ୟୁୟର୍କ ଓ ୱାଶିଂଟନରେ ଚାପଗୋଷ୍ଠୀଗୁଡ଼ିକ ଅଧିକ ସକ୍ରିୟ ମନେ ହୋଇଥାନ୍ତି। ପ୍ରତିଦିନ ଆମେରିକାରେ ଅନେକ ଚାପଗୋଷ୍ଠୀ ସୃଷ୍ଟି ହୁଅନ୍ତି ଓ ଅନେକଙ୍କର ବିଳୟ ହୋଇଥାଏ। ଆମେରିକାର ଚାପଗୋଷ୍ଠୀଗୁଡ଼ିକୁ ନିମ୍ନମତେ ବିଭକ୍ତିକରଣ କରାଯାଇପାରେ: ବ୍ୟବସାୟ ଗୋଷ୍ଠୀ, ଶ୍ରମିକ ସଂଗଠନ, କୃଷକ ସଂଘ ଓ ଅନ୍ୟାନ୍ୟ ଗୋଷ୍ଠୀ। ବ୍ୟବସାୟ ଗୋଷ୍ଠୀ ଆମେରିକା ରାଜନୀତିରେ ସକ୍ରିୟ ବ୍ୟବସାୟ ଗୋଷ୍ଠୀ ମଧ୍ୟରେ ଆମେରିକାର ବାଣିଜ୍ୟ ସଂଗଠନ ଅନ୍ୟତମ, ଯାହା ସ୍ଥାନୀୟ ବାଣିଜ୍ୟିକ ସଂଗଠନ, ଫାର୍ମ ଓ ବଣିକମାନଙ୍କୁ ନେଇ ଗଠିତ ହୋଇଥାଏ। ବିଭିନ୍ନ ଉତ୍ପାଦନକାରୀ ସଂସ୍ଥା ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏହି ଶ୍ରେଣୀଭୁକ୍ତ କରାଯାଏ। ଏହି ଗୋଷ୍ଠୀ ରାଷ୍ଟ୍ରର ବାଣିଜ୍ୟିକ ସ୍ୱାର୍ଥକୁ ପ୍ରତିନିଧିତ୍ୱ ଦେଇଥାଏ। ଏହାଛଡ଼ା ଜାତୀୟ ଉତ୍ପାଦନକାରୀ ସଂଘ ମଧ୍ୟ ଶ୍ରମିକ ଶ୍ରେଣୀର ସ୍ୱାର୍ଥରକ୍ଷା କରିଥାଏ। ଏହି ସଂଘ ସୂତା ଉତ୍ପାଦନକାରୀ ସଂଘ, ସମାଜପତ୍ର ପ୍ରକାଶନ ସଂଘ, ଲୌହ ଇସ୍ପାତ ପ୍ରତିଷ୍ଠାନ, ଅଟୋମୋବାଇଲ ଉତ୍ପାଦନକାରୀ ସଂଘ ଇତ୍ୟାଦି ସହିତ ସଂଶ୍ଳିଷ୍ଟ। ଶ୍ରମିକ ସଂଗଠନ ଏ ପ୍ରକାର ସଂଗଠନ ଆମେରିକାନ ଶ୍ରମ ଫେଡେରେସନ ଓ ଶିଳ୍ପ ସଂଗଠନ କଂଗ୍ରେସ ଇତ୍ୟାଦି ସହିତ ସଂଶ୍ଳିଷ୍ଟ। କୃଷକ ସଂଘ ଆମେରିକାରେ ଦେଖାଯାଉଥିବା କୃଷକ ସଂଘ ମଧ୍ୟରେ ଆମେରିକାନ ଫାର୍ମ ବ୍ୟୁରୋ ଫେଡେରେସନ ପ୍ରଧାନ। ଏହି ସଂଘ କୃଷି ଗବେଷଣା, କୃଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ, ଅତ୍ୟଧିକ କର ଧାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥାଏ। ଏହାଛଡ଼ା ଜାତୀୟ କୃଷକ ସଂଘ ମଧ୍ୟ ନାମମାତ୍ର କୃଷକମାନଙ୍କୁ ପ୍ରତିନିଧିତ୍ୱ ଦେଇଥାଏ। ଅନ୍ୟାନ୍ୟ ଗୋଷ୍ଠୀ ଏହି ସଂଘଗୁଡ଼ିକ ଭିନ୍ନ। ଆମେରିକାରେ ଅନେକଗୁଡ଼ିକ ସଂଘ ରହିଛନ୍ତି, ସେଗୁଡ଼ିକ ହେଲେ: ଆମେରିକା ମେଡ଼ିକାଲ ସଂଘ, କୃଷକମାନଙ୍କ ଶିକ୍ଷା ଓ ସମବାୟ ସଂଘ ଇତ୍ୟାଦି, ଯେଉଁମାନେ ଆମେରିକା ରାଜନୀତିରେ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାନ୍ତି। ଚାପଗୋଷ୍ଠୀର ଭୂମିକା ଚାପଗୋଷ୍ଠୀକୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଭାବରେ ନିଜ ଗୋଷ୍ଠୀର ସ୍ୱାର୍ଥରକ୍ଷା ପାଇଁ ସର୍ବଦା ଚେଷ୍ଟିତ କରିଥାନ୍ତି। ନିଜ ଗୋଷ୍ଠୀର ଉଦ୍ଦେଶ୍ୟ ସାଧନ ପାଇଁ ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଆବଶ୍ୟକ ହେଲେ ସେମାନେ କଂଗ୍ରେସର ସଦସ୍ୟମାନଙ୍କୁ ପ୍ରଭାବିତ କରିଥାନ୍ତି। ସେମାନଙ୍କ କାର୍ଯ୍ୟ କେବଳ ବ୍ୟବସ୍ଥାପିକା ମଧ୍ୟରେ ସୀମିତ ନଥାଏ, ସେମାନେ ସରକାରୀ କଳ, ପ୍ରଶାସକ ଓ ବିଚାରପତିମାନଙ୍କୁ ମଧ୍ୟ ପ୍ରଭାବିତ କରିଥାନ୍ତି। ଆମେରିକାର ଚାପଗୋଷ୍ଠୀଗୁଡ଼ିକ ରାଜନୈତିକ ଦଳ ଓ ଦଳୀୟ ନୀତି ନିଷ୍ପତ୍ତିରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି। ସେମାନେ ଆଜିକାଲି ନିଜ ଗୋଷ୍ଠୀର ସମର୍ଥନ ଓ ଶକ୍ତି ବୃଦ୍ଧି କରିବା ପାଇଁ ଜନମତକୁ ସଂଗଠିତ କରିଛନ୍ତି, କାରଣ ଯେଉଁ ଗୋଷ୍ଠୀ ପଛରେ ଯେତେ ବେଶୀ ଜନସମର୍ଥନ ରହିବେ, ସେହି ଗୋଷ୍ଠୀ ପ୍ରତି ସରକାର ଓ ରାଜନୈତିକ ଦଳଗୁଡ଼ିକର ସେତିକି ସମ୍ମାନ ରହିବ। ଏଥିପାଇଁ ଚାପଗୋଷ୍ଠୀର କର୍ମକର୍ତ୍ତାମାନେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ ଗଣମାଧ୍ୟମର ଆଶ୍ରୟ ନେଇଥାନ୍ତି। ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥିବାରୁ ସେମାନେ ପ୍ରଚାର କାର୍ଯ୍ୟରେ ବେତନଭୋଗୀ କର୍ମଚାରୀ ନିଯୁକ୍ତି କରିଥାନ୍ତି। ସେମାନେ ଅର୍ଥ ବଳରେ ସରକାର ଓ ରାଜନୈତିକ ଦଳଗୁଡ଼ିକୁ ଆୟତ୍ତ କରି ନିଜ ଗୋଷ୍ଠୀର ଲକ୍ଷ୍ୟ ହାସଲ କରି ନେଇଥାନ୍ତି। ଆମେରିକାରେ ବହୁ ସଂଖ୍ୟକ ଚାପଗୋଷ୍ଠୀ ଦେଖାଯାନ୍ତି ଏବଂ ଅନ୍ୟ ରାଷ୍ଟ୍ର ତୁଳନାରେ ସେମାନେ ଆମେରିକାରେ ଅଧିକ ସଂଗଠିତ ଏବଂ ଶକ୍ତିଶାଳୀ ଅଟନ୍ତି। ସେମାନେ ଖୋଲାଖୋଲି ଭାବରେ ଗୋଷ୍ଠୀ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ଉପାୟରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିଥାନ୍ତି। ସେମାନଙ୍କ ପ୍ରଭାବ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ସିନେଟର ସଦସ୍ୟ, ସୁପ୍ରିମକୋର୍ଟର ବିଚାରପତିମାନଙ୍କ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ। ସେମାନେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୀତି ଓ ଶାସନ ସହିତ ଏପରି ଭାବରେ ଜଡ଼ିତ ହୋଇଛନ୍ତି ଯେ ଚାପଗୋଷ୍ଠୀକୁ ବାଦ ଦେଇ ଆମେରିକାର ରାଜନୈତିକ ବ୍ୟବସ୍ଥା ପରିଚାଳିତ ହୋଇପାରିବ ନାହିଁ। ଗଣତାନ୍ତ୍ରିକ ଓ ପ୍ରଭୁତ୍ୱବାଦୀ ରାଷ୍ଟ୍ରରେ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀମାନଙ୍କର ଭୂମିକା ପ୍ରଭୁତ୍ୱବାଦୀ ରାଷ୍ଟ୍ରମାନଙ୍କ ତୁଳନାରେ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ଅଧିକ ସ୍ୱଶାସିତ, ପ୍ରଭାବଶାଳୀ ତଥା ବହୁବିଧ। ଅନ୍ୟପକ୍ଷରେ ପ୍ରଭୁତ୍ୱବାଦୀ ବା ଏକଛତ୍ରବାଦୀ ରାଷ୍ଟ୍ରମାନଙ୍କରେ ସେଗୁଡ଼ିକ ପ୍ରାୟତଃ କଟକଣା ଜନିତ ତଥା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ। ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଅନ୍ତର୍ଭୁକ୍ତୀକରଣ ପ୍ରତିନିଧିମୂଳକ ନୀତି ଆପଣାଇଥିବାରୁ ସେଥିରେ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀମାନଙ୍କୁ ସାମିଲ କରାଯାଏ।
ମାତ୍ର ପ୍ରଭୁତ୍ୱବାଦୀ ବା ଏକଛତ୍ରବାଦୀ ରାଷ୍ଟ୍ରଗୁଡ଼ିକ ଉତ୍ତରଦାୟିତ୍ୱକୁ ଏଡ଼େଇ ଯାଉଥିବାରୁ ଅଧିକ କଟକଣାପ୍ରିୟ ଦମନକାରୀ ଅଟନ୍ତି। ସେଥିପାଇଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକୁ ଉତ୍ତରଦାୟିତ୍ୱ ପ୍ରସଙ୍ଗରେ ସହଭାଗୀ ବା ଅଂଶୀଦାରୀ ହୋଇପାରନ୍ତି ନାହିଁ। ସେହିପରି ଶାସନର ନାଗରିକ ସମ୍ପୃକ୍ତ କ୍ଷେତ୍ରରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଯଥା ଆଗୁଆ ତତ୍ପର ଥିବା ବେଳେ ଏହାର କରୁଣ ଚିତ୍ର ପ୍ରଭୁତ୍ୱବାଦୀ ରାଷ୍ଟ୍ରମାନଙ୍କରେ ଦେଖିବାକୁ ମିଳେ। ଗଠନ ବା ସଂରଚନା ଦୃଷ୍ଟିରୁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଅବାଧ ମୁକ୍ତ ଭାବରେ ତଥା ବିବିଧ ସ୍ୱାର୍ଥ ରୂପରେ ଯଥା ବ୍ୟବସାୟ, ଶ୍ରମ, ପରିବେଶ, ମାନବାଧିକାର ଆଦି ଭିତ୍ତିରେ ଗଠିତ ହୋଇଥାଏ ବେଳେ ପ୍ରଭୁତ୍ୱବାଦୀ ରାଷ୍ଟ୍ରଗୁଡ଼ିକରେ ସେମାନେ ସଂଗଠିତ ହେବା ପାଇଁ ପ୍ରାୟତଃ ସରକାରୀ ଅନୁମୋଦନ ଆବଶ୍ୟକ ହୋଇଥାଏ। ଫଳରେ ସେମାନେ ମୁକ୍ତ ଅବାଧ ନ ହୋଇ ରାଷ୍ଟ୍ର ନିୟନ୍ତ୍ରିତ ହୋଇଥାନ୍ତି। ପ୍ରଭାବ ଦୃଷ୍ଟିରୁ ସେମାନେ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ପ୍ରବର୍ତ୍ତନା ଅଭିଯାନ, ଚାନ୍ଦା ଦାନ ଏବଂ ସର୍ବସାଧାରଣରେ ପ୍ରକାଶ୍ୟ ସମର୍ଥନ ଘୋଷଣା ବା ଦାବି ମାଧ୍ୟମରେ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରୁଥିବା ବେଳେ ପ୍ରଭୁତ୍ୱବାଦୀ ରାଷ୍ଟ୍ରମାନଙ୍କରେ ସେମାନଙ୍କ ଭୂମିକା ସୀମିତ ଅଟେ। କାରଣ ସରକାରଙ୍କ ସ୍ୱର ସହ ତାଳ ନ ମିଳାଇ ଭିନ୍ନ ମତ ପୋଷଣ କରୁଥିବା ଗୋଷ୍ଠୀମାନଙ୍କୁ ଦମନ କରାଯାଇଥାଏ। ପାରସ୍ପରିକ କ୍ରିୟା ଦୃଷ୍ଟିରୁ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ସେମାନେ ମୁକ୍ତ ବାର୍ତ୍ତାଳାପ ବା ଆଲୋଚନା ମାଧ୍ୟମରେ ସରକାରୀ ଅଧିକାରୀ, ବିଧାୟକ, ନୀତି ନିର୍ଦ୍ଧାରଣକାରୀମାନଙ୍କୁ ପ୍ରଭାବିତ କରିବାକୁ ସୁଯୋଗ ଲାଭ କରୁଥିଲା ବେଳେ ପ୍ରଭୁତ୍ୱବାଦୀ ରାଷ୍ଟ୍ରମାନଙ୍କରେ ସେମାନଙ୍କୁ ସେହି ସୁବିଧା ମିଳେ ନାହିଁ। ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ସେମାନଙ୍କ ଚରିତ୍ର ବହୁଳବାଦୀ, ପ୍ରତିଦ୍ୱନ୍ଦ୍ୱିତାମୁଖୀ ହୋଇଥିବା ବେଳେ ପ୍ରଭୁତ୍ୱବାଦୀ ରାଷ୍ଟ୍ରମାନଙ୍କରେ ସେମାନେ ସୀମିତ ସ୍ୱାର୍ଥ ବା ସୀମିତ ଗୋଷ୍ଠୀମାନଙ୍କୁ ପ୍ରତିନିଧିତ୍ୱ କରନ୍ତି ଏବଂ ମୁଖ୍ୟତଃ ସରକାରୀ ସ୍ୱାର୍ଥ ସପକ୍ଷରେ ରହନ୍ତି।